ଯେହେତୁ ଯଦି ଆମେ ତ ଜାଣିନେ ତାଙ୍କ ପ୍ରଥମ ନା କାଗଜି ପଲେଇ ଥିଲା ଏବଂ ଏବେ ସୋନାଲି ପଣ୍ଡା ହେଇଛି। କାଗଜି ପଲେଇରୁ ପଣ୍ଡା ଯଦି ବା ସେ ହେଇଛି ତାହେଲେ ତାଙ୍କର ବୋଧେ ଅଲଗା ପୁରୁଷଙ୍କ ସହିତ ଲିଭିଂ ଅଛି ବୋଲି ସିଏ ଡକ୍ୟୁମେଣ୍ଟ ଚେଞ୍ଜ କରୁଛନ୍ତି। ଯଦି ପିଲାଟି ଜନ୍ମ ହେବା ପରେ ସ୍ୱାମୀ ଛାଡ଼ି ଦେଇକି ପଳେଇଥିଲା ତାହେଲେ ପିଲାଟା ତ ଅନାଥ ହେଇଯାଇଥାନ୍ତା, ତମ ଅନାଥ ଆଶ୍ରମ ଛାଡ଼ି ଦେଇଥାନ୍ତା। ପିଲାଟା ପୁଣି ମଣିଷ ହେଇକି 10 ବର୍ଷର ଆମେ ନ୍ୟୁଜ୍ ଦେଖୁଥିଲୁ 10 ବର୍ଷର ପିଲାଟା ହେଲାଣି, ପିଲାର ପୁଣି ମାଆର ପରିଚୟ ଦରକାର, ବାପର ପରିଚୟ ଦରକାର। ତାହେଲେ ସେଇଟା କ'ଣ ଗୋଟେ ଡ୍ୟାସ୍? ପିଲାଟା ଆସିଥିଲା କୋଉଠୁ? ଯଦି ବାପା ମାଆଙ୍କ ସମ୍ପର୍କ ନଥାନ୍ତା ପିଲାଟା ଆସିଥାନ୍ତା କୋଉଠୁ? ତେଣୁକରି ଉଭୟ ଦୁଇ ଜଣଙ୍କର ମିଶ୍ରଣ ହେତୁ ପିଲାଟା ଆଜି ଜନ୍ମ ହେଇଛି। ତେଣୁକରି ସମସ୍ତଙ୍କୁ ଅନୁରୋଧ, ଯାତ୍ରା କର ଯାହା ବି କର XYZ, ତମେ ଭୁଲ କରିଛ, ପିଲାମାନେ ଭୁଲ କରିନାହାନ୍ତି। ପିଲାମାନଙ୍କୁ ଅଶିକ୍ଷିତ କରନି କି ପିଲାମାନଙ୍କୁ ବାପ ମା ଛନ୍ଦ କରନି। ସ୍ୱାମୀ ସ୍ତ୍ରୀଙ୍କ ମଝିରେ ତୃତୀୟ ବ୍ୟକ୍ତି କିଏ? ପଣ୍ଡା କିଏ? ସେ ପଣ୍ଡାର ଉତ୍ତର ଦେବ କେବଳ ଜନମାନ୍ୟତା ସମସ୍ତେ ସାଧାରଣ ଲୋକ ଦେବେ। ଯଦି ସେ ପ୍ରକୃତ ମା ହେଇଥିବ କେବେ ତା ପିଲାକୁ ଗୋଟେ 12 ବର୍ଷ କ'ଣ 12 ଘଣ୍ଟା ବୁଲି ପାରିବନି। ଆଉ ଯଦି ଗୋଟେ ବେଶ୍ୟା ହେଇଥିବ, ଗୋଟେ ଚରିତ୍ରହୀନ ହେଇଥିବ, ସେ ତା ପିଲାର 12 ବର୍ଷର ପିଲାକୁ ହେଲେ ବି ସିଏ କହିବ ମୁଁ 12 ଘଣ୍ଟାରେ ଭୁଲିଯିବି। ହଁ ଓଭିୟସଲି ମୋ ଭଉଣୀ ହେଇଥିଲେ କ'ଣ ମୁଁ ରାଜରାସ୍ତାରେ ଚାଲିକି ଯାଉଥିବି, ମୋ ଭଉଣୀକି କହୁଥିବେ ଘଇତା ଛାଡ଼ିଟା, ଏଟା ଚରିତ୍ରହୀନଟା, ଏଟା ବେଶ୍ୟାଟା, ମୋତେ ଖରାପ ଲାଗିବନି? ମୁଁ ବି ଗୋଟେ ସାଧାରଣ ନାରୀ ନା। ଆଉ ସୋନାଲି ପଣ୍ଡା ଯେଉଁ ଅଛନ୍ତି ମ୍ୟାଡ଼ାମ୍ ଯେଉଁଠି ବି ଅଛନ୍ତି, ତମେ ଯେତିକି ଦିନ ହବ କାମ କରିଛ ଗୋଟେ ଇଣ୍ଡଷ୍ଟ୍ରିରେ ସେଇଟା ଠିକ୍ ଅଛି, କିନ୍ତୁ ତମ ଫ୍ୟାମିଲିକି ଆଗ ସମୟ ଦିଅ। ନାଇଁ ତମର କ'ଣ ଡିଷ୍ଟର୍ବାନ୍ସ ଥିବ କ'ଣ ନାହିଁ ସେଇଟା ତମେ ଉଭୟ ବସିକି ତମେ କମ୍ପ୍ରମାଇଜ୍ କରିବ। ତା ମାନେ ନୁହଁ ଯେ ସୋସିଆଲ ମିଡ଼ିଆରେ ଆମେ କହିବା ସିଏ କହିବା ସେଇଟା ଠିକ୍ କଥା ନୁହଁ। ଏବେ ମୁଁ ଶୁଣୁଥିଲି ତାଙ୍କୁ କ'ଣ ବାଡ଼ୁଅ ବେଳେ ମାନେ ଯେଉଁଟା ଆମର ଅବାହିତା ବିବାହ ବେଳେ ଯେଉଁଟା ରେପ୍ ହେଇଥିଲା, ଯଦି ରେପ୍ ହେଇଥିଲା ମା ମୁଁ ଏଇଠି ବି ଅନୁରୋଧ କରୁଛି ତୁ ବି ଗୋଟେ ଭଉଣୀ ହେଇଥାନ୍ତୁ କି ମୁଁ ବି ମୋର ଗୋଟେ ଭଉଣୀ ହେଇଥାନ୍ତା, ତେଣୁ ଯଦି ରେପ୍ ହେଇଥାନ୍ତା ଆଇନ ତାପରେ ଦଣ୍ଡ ଦେଇଥାନ୍ତା, ତୁ କେସ୍ କରିଥାନ୍ତୁ, ପିଲାକୁ ଆବର୍ଷଣ କରିଥାନ୍ତୁ, ଜନ୍ମ ଦେଉଥିଲ କ'ଣ ପାଇଁ? ତେଣୁକରି ନିଜ ପିଲାଙ୍କୁ ପରିଚୟ ଲୁଚେଇବା ପାଇଁ, ଆଉ ହୁଏତ ଆଉ କେତେଟା ନାରୀ ବି ଥିବେ ଏମିତି ପଇସା ପାଇଁ ସେ ଚାହିଁବେ ସ୍ୱାମୀ ସ୍ତ୍ରୀ ପଳେଇବେ ମୁଁ ଲାଲ ହେଇକି ବସିବି, ହୁଏତ ହେଇଥିବ ସେ ପଇସା ପାଇଁ ତାଙ୍କ ପିଲା ବା ସ୍ୱାମୀକି ପରିଚୟ ଦେଉନାହାନ୍ତି। କ'ଣ କହିବେ ଯାତ୍ରାର ଗୋଟେ ବହୁତ ଚର୍ଚ୍ଚା ହେଉଛି ଯେ ତୁଳସୀ ପାଟିରେ ଗୋଟେ ଝିଅ ଅଛି ସୋନାଲି ପଣ୍ଡା, ଯେ ତାଙ୍କ ସ୍ୱାମୀ ଏବେ ଅଭିଯୋଗ କରୁଛନ୍ତି ଯେ ତାଙ୍କ ତାଙ୍କର ପୁଅ ଅଛି, ସେ ପୁଅଟିକୁ ନେଉନାହାନ୍ତି କି ସ୍ୱାମୀ ପାଖକୁ ସେ ଆସୁନାହାନ୍ତି, ନାଣ୍ଡ କାଳେ ଧମକେଇ କାଳେ ରଖିଦେଇଛନ୍ତି। କ'ଣ କହିବେ ଏକୁ ନେଇକି? ଯେହେତୁ ଗୋଟେ ବିବାହିତା ନାରୀ ସେ, ଆଉ ଯେହେତୁ ପଇସା ପାଇଁ ସମସ୍ତେ ସବୁକିଛି କରିପାରନ୍ତି, ସେ ମଧ୍ୟ କିଛି ଦିନ ତଳେ ତା ସ୍ୱାମୀ ସ୍ତ୍ରୀ ଉଭୟ ମିଶିକିରି ତାଙ୍କର ଗୋଟେ ଜୀବନଯାପନ ଆରମ୍ଭ କରିଥିଲେ। ଯେହେତୁ ଯାତ୍ରା କରୁଥିଲେ, ଖରାପ ଜିନିଷ ନୁହଁ ଏଇଟା, କିନ୍ତୁ ଭଲ ଜିନିଷଟାକୁ ସେ କରିଥିଲେ। ଯଦି ତାଙ୍କର କ'ଣ ଡିଷ୍ଟର୍ବାନ୍ସ ହେଇକି ତାଙ୍କ ସ୍ୱାମୀ ପଳେଇ ଆସିଲେ, ସ୍ତ୍ରୀ ଯଦି ବି ରହିଲେ ତାଙ୍କ ପାଖରେ ଯାଇକି ଯେଉଁ ଯାତ୍ରା ମାଲିକଙ୍କ ପାଖରେ ଯାଇକି କାମ କଲେ, ତେଣୁକରି କାମ କରିବା ହେତୁ ବି ପିଲାଙ୍କୁ ସମୟ ଦେବା ଦରକାର, ଶାଶୁ ଶ୍ୱଶୁରଙ୍କୁ ସମୟ ଦେବା ଦରକାର। ବିବାହର ମାନେ କ'ଣ? ସେ କହିବା କଥା ଯେ ପିଲାଟି ଜନ୍ମ ହେଲା ପରେ ସ୍ୱାମୀ ଛାଡ଼ି ଦେଇକି ପଳେଇଥିଲେ। ଯଦି ପିଲାଟି ଜନ୍ମ ହେବା ପରେ ସ୍ୱାମୀ ଛାଡ଼ି ଦେଇକି ପଳେଇଥିଲା ତାହେଲେ ପିଲାଟା ତ ଅନାଥ ହେଇଯାଇଥାନ୍ତା, ତମ ଅନାଥ ଆଶ୍ରମ ଛାଡ଼ି ଦେଇଥାନ୍ତା। ପିଲାଟା ପୁଣି ମଣିଷ ହେଇକି 10 ବର୍ଷର ଆମେ ନ୍ୟୁଜ୍ ଦେଖୁଥିଲୁ 10 ବର୍ଷର ପିଲାଟା ହେଲାଣି, ପିଲାର ପୁଣି ମାଆର ପରିଚୟ ଦରକାର, ବାପର ପରିଚୟ ଦରକାର। ତାହେଲେ ସେଇଟା କ'ଣ ଗୋଟେ ଡ୍ୟାସ୍? ପିଲାଟା ଆସିଥିଲା କୋଉଠୁ? ଯଦି ବାପା ମାଆଙ୍କ ସମ୍ପର୍କ ନଥାନ୍ତା ପିଲାଟା ଆସିଥାନ୍ତା କୋଉଠୁ? ତେଣୁକରି ଉଭୟ ଦୁଇ ଜଣଙ୍କର ମିଶ୍ରଣ ହେତୁ ପିଲାଟା ଆଜି ଜନ୍ମ ହେଇଛି। ତେଣୁକରି ସମସ୍ତଙ୍କୁ ଅନୁରୋଧ, ଯାତ୍ରା କର ଯାହା ବି କର XYZ, ତମେ ଭୁଲ କରିଛ, ପିଲାମାନେ ଭୁଲ କରିନାହାନ୍ତି। ପିଲାମାନଙ୍କୁ ଅଶିକ୍ଷିତ କରନି କି ପିଲାମାନଙ୍କୁ ବାପ ମା ଛନ୍ଦ କରନି। ସମସ୍ତଙ୍କୁ ଅନୁରୋଧ, ବାପାକୁ ବାପା ସମ୍ମାନ ଦିଅ, ମାଆକୁ ମା ସମ୍ମାନ ଦିଅ, ପିଲାଙ୍କୁ ପିଲାର ସମ୍ମାନ ଦିଅ। ଆଜିକାଲି ପିଲା ସେ ଦୁନିଆର କିଛି ଜାଣିନି। ଯେହେତୁ 10 ବର୍ଷର ପିଲା ହେଲାଣି, ଆମେ ରୋଜଗାର କରିବା ବୋଲି ଆମ ପିଲାଙ୍କୁ ଆମେ ଟଣ୍ଟି ଚିପିକି ମାରିବା ସେଇଟା ଠିକ୍ କଥା ନୁହଁ। ଆଉ ସୋନାଲି ପଣ୍ଡା ଯେଉଁ ଅଛନ୍ତି ମ୍ୟାଡ଼ାମ୍ ଯେଉଁଠି ବି ଅଛନ୍ତି, ତମେ ଯେତିକି ଦିନ ହବ କାମ କରିଛ ଗୋଟେ ଇଣ୍ଡଷ୍ଟ୍ରିରେ ସେଇଟା ଠିକ୍ ଅଛି, କିନ୍ତୁ ତମ ଫ୍ୟାମିଲିକି ଆଗ ସମୟ ଦିଅ। ନାଇଁ ତମର କ'ଣ ଡିଷ୍ଟର୍ବାନ୍ସ ଥିବ କ'ଣ ନାହିଁ ସେଇଟା ତମେ ଉଭୟ ବସିକି ତମେ କମ୍ପ୍ରମାଇଜ୍ କରିବ। ତା ମାନେ ନୁହଁ ଯେ ସୋସିଆଲ ମିଡ଼ିଆରେ ଆମେ କହିବା ସିଏ କହିବା ସେଇଟା ଠିକ୍ କଥା ନୁହଁ। ଏବେ ମୁଁ ଶୁଣୁଥିଲି ତାଙ୍କୁ କ'ଣ ବାଡ଼ୁଅ ବେଳେ ମାନେ ଯେଉଁଟା ଆମର ଅବାହିତା ବିବାହ ବେଳେ ଯେଉଁଟା ରେପ୍ ହେଇଥିଲା, ଯଦି ରେପ୍ ହେଇଥିଲା ମା ମୁଁ ଏଇଠି ବି ଅନୁରୋଧ କରୁଛି ତୁ ବି ଗୋଟେ ଭଉଣୀ ହେଇଥାନ୍ତୁ କି ମୁଁ ବି ମୋର ଗୋଟେ ଭଉଣୀ ହେଇଥାନ୍ତା, ତେଣୁ ଯଦି ରେପ୍ ହେଇଥାନ୍ତା ଆଇନ ତାପରେ ଦଣ୍ଡ ଦେଇଥାନ୍ତା, ତୁ କେସ୍ କରିଥାନ୍ତୁ, ପିଲାକୁ ଆବର୍ଷଣ କରିଥାନ୍ତୁ, ଜନ୍ମ ଦେଉଥିଲ କ'ଣ ପାଇଁ? ତେଣୁକରି ନିଜ ପିଲାଙ୍କୁ ପରିଚୟ ଲୁଚେଇବା ପାଇଁ, ଆଉ ହୁଏତ ଆଉ କେତେଟା ନାରୀ ବି ଥିବେ ଏମିତି ପଇସା ପାଇଁ ସେ ଚାହିଁବେ ସ୍ୱାମୀ ସ୍ତ୍ରୀ ପଳେଇବେ ମୁଁ ଲାଲ ହେଇକି ବସିବି, ହୁଏତ ହେଇଥିବ ସେ ପଇସା ପାଇଁ ତାଙ୍କ ପିଲା ବା ସ୍ୱାମୀକି ପରିଚୟ ଦେଉନାହାନ୍ତି।
ଯେହେତୁ ଯଦି ଆମେ ତ ଜାଣିନେ ତାଙ୍କ ପ୍ରଥମ ନା କାଗଜି ପଲେଇ ଥିଲା ଏବଂ ଏବେ ସୋନାଲି ପଣ୍ଡା ହେଇଛି କାଗଜି ପଲେଇରୁ ପଣ୍ଡା ଯଦି ବା ସେ ହେଇଛି ତାହେଲେ ତାଙ୍କର ବୋଧେ ଅଲଗା ପୁରୁଷଙ୍କ ସହିତ ଲିଭିଂ ଅଛି ବୋଲି ସିଏ ଡକ୍ୟୁମେଣ୍ଟ ଚେଞ୍ଜ କରୁଛନ୍ତି ଲିଭିଂ ଯଦି ମୁଁ ଗୋଟେ ଟ୍ରାନ୍ସଜେଣ୍ଡର କମ୍ୟୁନିଟି ମୁଁ ଚାହିଁଥିଲେ ଫିମେଲ କହିପାରିଥାନ୍ତି ମୁଁ ଚାହିଁଥିଲେ ମେଲ୍ କହିପାରିଥାନ୍ତି ମୁଁ ତ ମୋ ଆଇଡେଣ୍ଟିଟାକୁ ଚେଞ୍ଜ କରିଲି ତେଣୁକରି ଆଇଡେଣ୍ଟି କଥା ଉଠିଲେ ଏଠି ଗୋଟିଏ କଥା ମୁଁ କହିବି ନା ଥିଲା କ'ଣ କି ପଲେଇ ଗୋଟେ ଥିଲା ତାଙ୍କର ଏବେ କାଗଜି ପଲେଇ ଏବେ ସେ ସୋନାଲି ପଣ୍ଡା କରିଛନ୍ତି ତେଣୁକରି ଆଇନକୁ ଅନୁରୋଧ ଏଇ ଯେଉଁ ଭେରିଫିକେସନ୍ କରାଯାଉ ସେ କ'ଣ ଥିଲେ କ'ଣ ହେଲା କେମିତି ହେଇଛନ୍ତି ତେଣୁକରି ଅନୁରୋଧ ଏ ଜିନିଷକୁ ସର୍ଚ୍ଚ କର କ'ଣ ପାଇଁ ଏଇ ଜିନିଷ ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ବିଘ୍ନ ହେଉଛି କ'ଣ ପାଇଁ ଏ ସ୍ୱାମୀ ସ୍ତ୍ରୀଙ୍କ ମଝିରେ ତୃତୀୟ ବ୍ୟକ୍ତି କିଏ ପଣ୍ଡା କିଏ ସେ ପଣ୍ଡାର ଉତ୍ତର ଦେବ କେବଳ ଜନମାନେ ତ ସମସ୍ତେ ସାଧାରଣ ଲୋକ ଦେବେ ତେଣୁକରି ଏ ପିଲାର ମା କିଏ ଏ ପିଲାର ବାପ କିଏ ତେଣୁ ମୁଁ ଯଦି ଗୋଟେ ମୁଁ କହୁଛି ମୁଁ ସୋନାଲି ପିଣ୍ଡା ମୋ ପୂର୍ବରୁ ମୋ ବାପାଙ୍କ ନାଁ କ'ଣ ଥିବ ନା ତେଣୁକରି ମୁଁ ସୋନାଲି ପଣ୍ଡା ହେଇଥିବି ହୁଏତ ମୁଁ ନିଜେ ନିଜେ ଚେଞ୍ଜ କରିନି ଯଦି ବା ଚେଞ୍ଜ କରିଥିବି ମୋ ପଛରେ ଅନେକ ପୁରୁଷଙ୍କ ପାଖରେ ହାତ ଥିବ ଯଦି ସେ ପ୍ରକୃତ ମା ହେଇଥିବ କେବେ ତା ପିଲାକୁ ଗୋଟେ 12 ବର୍ଷ କ'ଣ 12 ଘଣ୍ଟା ବୁଲି ପାରିବନି ଆଉ ଯଦି ଗୋଟେ ବେଶ୍ୟା ହେଇଥିବ ଗୋଟେ ଚରିତ୍ରହୀନ ହେଇଥିବ ସେ ତା ପିଲାର 12 ବର୍ଷର ପିଲାକୁ ହେଲେ ବି ସିଏ କହିବ ମୁଁ 12 ଘଣ୍ଟାରେ ଭୁଲିଯିବି କିନ୍ତୁ ଗୋଟେ ପ୍ରକୃତ ମା ଯେତେବେଳେ 9 ମାସ 9 ଦିନ ଗର୍ଭରେ ଯଦି ଜନ୍ମ ଦେଇଥାଏ ସେ କେବେ 9 ଘଣ୍ଟା କ'ଣ 9 ମିନିଟ୍ ଯଦି ପିଲା ପାଖରୁ ପଳେଇଥିବ ତା ବାୟା ହେଇଯିବ ତେଣୁକରି ଲୋକମାନେ ବାଞ୍ଝ ହେଇଗଲେ ପିଲାଙ୍କ ପାଇଁ ଖୋଜୁଛନ୍ତି ଆମେ କେମିତି ପିଲା ଛୁଆ କରିକି ସଂସାରରେ ବଞ୍ଚିବୁ ତେଣୁକରି ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଯେଉଁମାନଙ୍କୁ ପିଲା ଦେଉଛ ସେମାନେ ତାଙ୍କର ପିଲାଙ୍କର ବାପା ମା ପରିଚୟ ଦେବାକୁ ଲୁଚାଉଛନ୍ତି ଏଇଟା ଠିକ୍ ନୁହେଁ ହଁ ଅବଭିୟସଲି ଥିବ ଯଦି ସେ 12 ବର୍ଷ ହେଲା ଗୋଟେ ସାଧାରଣ ଗୋଟେ ପିଲାଟାକୁ ଅନଉନାହାନ୍ତି ସ୍ୱାମୀକି ଗୋଲି ମାର ସ୍ୱାମୀ ଆଜି ଅଛି କାଲି କୋଉଠି ମୁହଁ ମାରିଥିବ ପିଲାଟା ତୋର କ'ଣ କରିଥିଲା ସ୍ୱାମୀ କଥା ଗୋଲି ମାର ସ୍ୱାମୀ ଆଜି ଦେହ ସୁଖ ପାଇଁ ଥିଲା ତୋ ପାଖରେ ପିଲା ଛୁଆ ହେଲା ତ ଛାଡ଼ିଦେଲା ହଁ ଛାଡ଼ିଦେଲା କେସ୍ କରିବୁ ଡିମାର୍କେସନ କେସ୍ କରିବୁ କେସ୍ କରିକି ତା ନାଁରେ ତୋର ଅଧିକାର ତୁ ଆଣିବୁ ତା ମାନେ ନୁହେଁ ଯେ ତୋ ପିଲାକୁ ଛାଡ଼ିବୁ ତେଣୁକୁ ଯଦି ପିଲାକୁ ଛାଡ଼ିବୁ ତାହେଲେ ତୋ ପଛରେ ଗୋଟେ କ'ଣ ଅଛି ରହସ୍ୟ ସେ ରହସ୍ୟର କାରଣ ସିଏ ଜାଣିଥିବେ ତେଣୁକରି ରହସ୍ୟ ଯେତେ ଦିନ ପର୍ଯ୍ୟନ୍ତ ଗଡ଼ିବ ତାପରେ ଗୋଟେ ଗୋଟେ କଥା ବାହାରିବ ତେଣୁକରି ଅନୁରୋଧ ସମସ୍ତଙ୍କୁ ଏମିତି ବାଛନ୍ଦ କର ନାହିଁ ପିଲାମାନଙ୍କୁ ସେ ରହସ୍ୟର କାରଣ ହେଲା ପଣ୍ଡା କିଏ ସେ ପଣ୍ଡା କୁଆଡ଼େ ଗଲା ସେ ପଣ୍ଡା ସୋନାଲି ପଣ୍ଡାକୁ ତ ମୁଁ କେବେ ଦେଖିନି ହୁଏତ ଦେଖିଥିବି ହୁଏତ ମୋର ଏତେ ନଜର ନଥିବ ମୋବାଇଲରେ ଟିକେ ଦେଖିଛି କିନ୍ତୁ କେମିତି ହେଇଥିବେ ସେ କ'ଣ ହଁ ଓଭିୟସଲି ମୋ ଭଉଣୀ ହେଇଥିଲେ କ'ଣ ମୁଁ ରାଜରାସ୍ତାରେ ଚାଲିକି ଯାଉଥିବି ମୋ ଭଉଣୀକି କହୁଥିବେ ଘଇତା ଛାଡ଼ିଟା ଏଟା ଚରିତ୍ରହୀନଟା ଏଟା ବେଶ୍ୟାଟା ମୋତେ ଖରାପ ଲାଗିବନି ମୁଁ ବି ଗୋଟେ ସାଧାରଣ ନାରୀ ନା ମୁଁ ଗୋଟେ ନାରୀ ଭଳିଆ ମୁଁ ନିଜକୁ ନାରୀ ଭଳିଆ ବଞ୍ଚିବ ମୋ ଭଉଣୀ ଯଦି ବେଶ୍ୟା ହବ ମୁଁ କ'ଣ ସେଠି ବେଶ୍ୟାର ପରିଚୟ ହେବିନି ତେଣୁକରି ଏଇଟା ଭୁଲ ମୁଁ ଯେମିତି ହବାକୁ ହବ ମୋ ପରିବାର ସେମିତି ହବା ଦରକାର ମୋ ପଡ଼ିଶା ସେମିତି ହବା ଦରକାର ମୁଁ ଯଦି ପରିବର୍ତ୍ତନ ହେଇଛି ତାହେଲେ ସମସ୍ତେ ପରିବର୍ତ୍ତନ ହେବେ କାହିଁକି ହେବେନି ତେଣୁକରି ମୁଁ କହୁଛି ସୋନାଲି ମ୍ୟାଡ଼ାମ ମୁଁ ଯଦି ତମର ଭଉଣୀ ହେଇଥାନ୍ତି ତେଣୁକରି ତମକୁ ଏତେ ବାଟ ଦେଇନଥାନ୍ତି ଆଉ ହୁଏତ ତମେ ପଇସା କମେଇ ପାର ଅଧିକ ପଇସା କମେଇ ପାର କିନ୍ତୁ ଗୋଟେ ମା ଶବ୍ଦ କେବେ ଶୁଣିପାରିବନି ଗୋଟେ ମା ଶବ୍ଦ ହେଲା ସବୁଠାରୁ ନିବିଡ଼ ଶବ୍ଦ ତାଠୁ ଆଉ ଶବ୍ଦ ନାହିଁ ଦୁନିଆରେ ସବୁ ଆଜି ବି କହୁଛି ମିଡ଼ିଆ ଆଗରେ ଚିଲେଇକି ଦୁନିଆରେ ସବୁ କିଣା ହେଇପାରିବ କିନ୍ତୁ ମା ବାପାଙ୍କ ଶବ୍ଦ କେବେ କିଣା ହେଇପାରିବନି ଜୟ ଜଗନ୍ନାଥ ନମସ୍କାର।